ଘରର ପୂଜା ଘରେ ଏହି ତିନୋଟି ଜିନିଷ ରହିବା ଜରୁରୀ ଅଟେ। ଏମିତି ଘର ସର୍ବଦା ପଇସାରେ ଭରି ରହିଥାଏ। ଯଦି ଆପଣଙ୍କ ପୂଜା ଘରେ ଏହି ଜିନିଷ ନାହିଁ, ତେବେ ଆଜିଠାରୁ ରଖିଦିଅନ୍ତୁ। ଏହା ସହିତ ଆମେ ଏହି ଭିଡ଼ିଓରେ ଜାଣିବା ଯେ ପୂଜା କରିବା ସମୟରେ କେଉଁ ଭୁଲ କରିବା ଅନୁଚିତ। ଯଦି ଆପଣ ଏମିତି ଭୁଲ କରିବେ, ତେବେ ଦେବୀ ଦେବତା ଆପଣଙ୍କ ଘରେ ବାସ କରିନଥାନ୍ତି। ସମ୍ପୂର୍ଣ୍ଣ ବିଷୟବସ୍ତୁ ଜାଣିବା ପୂର୍ବରୁ ଆପଣଙ୍କୁ ଗୋଟିଏ ନିବେଦନ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ ଭକ୍ତିର ସହିତ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସୁଖ ସମୃଦ୍ଧି ଐଶ୍ୱର୍ଯ୍ୟର ବୃଦ୍ଧି ପାଇବା ପାଇଁ ପୂଜା ଘରେ ଏହି ତିନୋଟି ଜିନିଷ ରହିବା ଅତ୍ୟନ୍ତ ଜରୁରୀ ଅଟେ। ଏହି ତିନିଟି ଜିନିଷ ଅତ୍ୟନ୍ତ ପବିତ୍ର ମନାଯାଏ। ଏହାକୁ ପୂଜା ଘରେ ରଖିବା ଦ୍ୱାରା ଘରର ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ, ଯେଉଁ କାରଣରୁ ଘର ଓ ପରିବାରରେ ସୁଖ ଶାନ୍ତିର ବାତାବରଣ ଲାଗି ରହିଥାଏ ଏବଂ ପରିବାରର ସଦସ୍ୟଙ୍କୁ ସମସ୍ତ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଥାଏ। ତ ବନ୍ଧୁଗଣ, ଚାଲନ୍ତୁ ଜାଣିବା ଆମର ଭାରତୀୟ ସଂସ୍କୃତିରେ ଛୋଟ କିମ୍ବା ବଡ଼ କୌଣସି ପ୍ରକାରର ପୂଜା କରିବା ପାଇଁ କେତେକ ନୀତି ନିୟମ ରହିଥାଏ ଏବଂ ଏହି ନିୟମ ଗୁଡ଼ିକର ପାଳନ କରିକି ହିଁ ଆମକୁ ପୂଜା ପାଠ କରିବା ଦରକାର, ଯାହାଦ୍ୱାରା ପୂଜାର ସମ୍ପୂର୍ଣ୍ଣ ଫଳ ଆମକୁ ପ୍ରାପ୍ତ ହୋଇଥାଏ। ଅନ୍ୟଥା ପୂଜାପାଠ ବ୍ୟର୍ଥରେ ଯାଇଥାଏ। କେତେଥର ଆମେ ଶ୍ରଦ୍ଧା ଓ ଭକ୍ତିର ସହିତ ପୂଜାପାଠ କରିଥାନ୍ତି, କିନ୍ତୁ ତଥାପି ଆମର ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇନଥାଏ। ଆମର କଷ୍ଟ ଓ ସମସ୍ୟାର ନିବାରଣ ବି ହୋଇନଥାଏ ଏବଂ ଆମକୁ ମାନସିକ ଶାନ୍ତି ବି ମିଳିନଥାଏ। ଏମିତି କ'ଣ ପାଇଁ ହୋଇଥାଏ? ଏହାର ପଛର କାରଣ ବାସ୍ତୁଦୋଷ ହୋଇପାରେ ଏବଂ ଏହି ବାସ୍ତୁଦୋଷକୁ ଦୂର କରିବା ପାଇଁ ଆମେ ବାସ୍ତୁଶାସ୍ତ୍ରରେ କୁହାଯାଇଥିବା କିଛି ଉପାୟ ଅବଶ୍ୟ କରିବା ଉଚିତ। ଆମର ଶାସ୍ତ୍ରରେ ଯେତେ ବି ପୂଜା ସାମଗ୍ରୀ ବିଷୟରେ କୁହାଯାଇଛି, ସବୁ ବସ୍ତୁଗୁଡ଼ିକର ଅଲଗା ଅଲଗା ବିଶେଷତ୍ୱ ରହିଥାଏ। ତାହା କୁଙ୍କୁମ ହେଉ, ଚନ୍ଦନ ହେଉ, ଚାଉଳ ହେଉ, କର୍ପୂର ହେଉ କିମ୍ବା ଧୂପଦୀପ ନୈବେଦ୍ୟ ଇତ୍ୟାଦି। ଯେତେ ବି ଆମେ ବିଧିବିଧାନରେ ପୂଜାପାଠ କରିଥାନ୍ତି, ଏହିସବୁ ପୂଜା ସାମଗ୍ରୀର ଉପଯୋଗ କରିବା ପାଇଁ ଏକ ବିଶେଷ କର୍ମ ନିର୍ଦ୍ଧାରଣ ହୋଇଥାଏ ଏବଂ ସେହି କ୍ରମରେ ପୂଜାର ନିୟମ ପାଳନ କରିବା ଉଚିତ। ଚାଲନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ କୁହାଯାଇଥିବା କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ, ଯାହା ଆମକୁ ପୂଜା ଘରେ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ନମ୍ବର 1, ପ୍ରତିଦିନ ସକାଳୁ ଉଠି ସ୍ନାନ ଆଦି କାର୍ଯ୍ୟ ସାରି ଦିଗରେ ହେବା ଉଚିତ। ତେବେ ଯାଇ ପୂଜାର ସମ୍ପୂର୍ଣ୍ଣ ଫଳ ଆପଣଙ୍କୁ ପ୍ରାପ୍ତି ହୋଇଥାଏ। ଆପଣଙ୍କ ଘରର ଠାକୁର ଘରେ ବାସ୍ତୁଶାସ୍ତ୍ର ଅନୁସାରେ ଗୋଟିଏ ଭଗବାନଙ୍କର କେବଳ ଗୋଟିଏ ଫଟୋ ବା ଗୋଟିଏ ମୂର୍ତ୍ତି ରଖିବା ଉଚିତ। ଗୋଟିଏ ଭଗବାନଙ୍କର ଦୁଇଟି ଫଟୋ ବା ଦୁଇଟି ମୂର୍ତ୍ତି ରଖନ୍ତୁ ନାହିଁ। ଏହାକୁ ବହୁତ ଅଶୁଭ ମନାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ପୂଜା ଘରେ ଭଗବାନଙ୍କର ଫଟୋ ବିନା କୌଣସି ଗୁରୁ ବା ପୂର୍ବଜମାନଙ୍କର ଫଟୋ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକାରାତ୍ମକ ଉର୍ଜାର ବାସ ହୋଇଥାଏ। ଏଥିପାଇଁ ଏହି ଭୁଲ କେବେ ହେଲେ କରନ୍ତୁ ନାହିଁ। ନମ୍ବର 3, ମନେ ରଖନ୍ତୁ କି ଭଗବାନଙ୍କର ପ୍ରସାଦ କେବେ ବି ପୂଜା ପୂର୍ବରୁ ଚଢ଼ାନ୍ତୁ ନାହିଁ। ତାହା ସହିତ ଭଗବାନଙ୍କୁ ଚଢ଼ାଉଥିବା ଫୁଲ ସହିତ ଧୂପଦୀପ ତଥା କୌଣସି ଅନ୍ୟ ପୂଜା ସାମଗ୍ରୀକୁ ଶୁଙ୍ଘିକି ନ ଚଢ଼ାଇବା ଉଚିତ। ଏହା ଶାସ୍ତ୍ର ଦୃଷ୍ଟିରୁ ଅନୁଚିତ ମନାଯାଇଥାଏ। ନମ୍ବର 4, କିଛି ମୂର୍ତ୍ତି ଏମିତି ବି ହୋଇଥାଏ ଯାହାକୁ ଆମେ ପୂଜା ଘରେ କେବେ ବି ରଖିବା ଉଚିତ ହୋଇନଥାଏ, ଯେମିତିକି ଭୈରବ ଦେବ, ଶନିଦେବ, ନଟରାଜ ଏବଂ ମା କାଳୀ। ଏମାନଙ୍କର ମୂର୍ତ୍ତିକୁ ଆମେ କେବେ ବି ପୂଜା ଘରେ ରଖିବା କଥା ନୁହେଁ, ଅଥବା କୌଣସି ଦେବତାଙ୍କର ଛିଡ଼ା ହୋଇଥିବା ମୂର୍ତ୍ତି କିମ୍ବା କ୍ରୋଧ ଅବସ୍ଥାରେ ଥିବା ମୂର୍ତ୍ତି କେବେ ବି ରଖିବା କଥା ନୁହେଁ। ଏହାଦ୍ୱାରା ପୂଜା ଘରର ବାତାବରଣ ଉର୍ଗ ବନିଯାଇଥାଏ ଏବଂ ସକାରାତ୍ମକ ଉର୍ଜା ନକାରାତ୍ମକ ଉର୍ଜାରେ ବଦଳି ଯାଇଥାଏ ଏବଂ ପରିବାରରେ ଅଶାନ୍ତିର ବାତାବରଣ ବନି ରହିଥାଏ। କେତେକ ଲୋକ ଏମିତି ହୋଇଥାନ୍ତି କି ଯେ ଜଣାତରେ ହେଉ ବା ଅଜଣାତରେ ପୂଜା ଘରକୁ ନିଜର ବେଡରୁମ୍ରେ ବନେଇଥାନ୍ତି, ଯାହାକି ବହୁତ ବଡ଼ ଭୁଲ ହୋଇଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କରିବା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ, ଘରର ଉନ୍ନତି କେବେ ବି ହୋଇନଥାଏ। ଏଥିପାଇଁ ଆପଣ ଏମିତି କରନ୍ତୁ ନାହିଁ, କାହିଁକି ନା ପୂଜା ଘରେ ହେଲେ ତାହାର ପବିତ୍ରତା ଭଙ୍ଗ ହୋଇଥାଏ। ଯଦି ଆପଣଙ୍କୁ କୌଣସି କାରଣବଶତଃ ଆପଣଙ୍କ ପୂଜା ଘର ବେଡ୍ରୁମ୍ରେ ବନେଇବାକୁ ପଡ଼େ, ତେବେ ଏମିତିରେ ପୂଜା ଘରେ ଲାଲ ରଙ୍ଗର ପରଦା ଲଗାଇ ଦିଅନ୍ତୁ ଏବଂ ରାତ୍ରିରେ ଶୋଇବା ପୂର୍ବରୁ ପରଦା ନିଶ୍ଚୟ ଦେଇଦିଅନ୍ତୁ। ନମ୍ବର 5, ଲୋକମାନେ ଏମିତି ହୋଇଥାନ୍ତି କେତେ ଦିନ ଧରି ପୂଜା ଘରେ ଅଳିଆ ରଖିଦେଇଥାନ୍ତି, ଯେମିତିକି ବାସି ଫୁଲ, ଧୂପକାଠିର ଖୋଳ, ଘିଅର ଖାଲି ଡବା ଇତ୍ୟାଦି। ଏହି ଜିନିଷଗୁଡ଼ିକ ଉପରେ ଧ୍ୟାନ ଦେଇନଥାନ୍ତି ଏବଂ ଏହି କାରଣରୁ ସେହି ବ୍ୟକ୍ତିକୁ ବହୁତ ଜଲ୍ଦି ଗରିବର ଶିକାର ହେବାକୁ ପଡ଼ିଥାଏ। ସେହି ଘର କାଙ୍ଗାଳ ହେବାକୁ ଲାଗିଥାଏ ଏବଂ ଦେବୀ ଦେବତା ସେହି ଘରେ ରହିନଥାନ୍ତି। ଏଥିପାଇଁ ଏହି ଜିନିଷଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଧ୍ୟାନର ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରନ୍ତୁ। ଆସନ୍ତୁ ଏବେ ଜାଣିବା ଆମର ପୂଜା ଘରେ କେଉଁ 3ଟି ଜିନିଷ ଅବଶ୍ୟ ରହିବା ଉଚିତ। ନମ୍ବର 1, ଗଙ୍ଗା ଜଳ। ଆମର ଶାସ୍ତ୍ରରେ ଗଙ୍ଗା ଜଳକୁ ଅତି ପବିତ୍ର ମନାଯାଇଥାଏ। ଏଥିପାଇଁ ପୂଜା ଘରେ ଗଙ୍ଗା ଜଳ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଗଙ୍ଗା ନଦୀ ସବୁ ପାପକୁ ନଷ୍ଟ କଲାବାଲା ହୋଇଥାଏ। ଏଥିପାଇଁ ଯଦି ଆପଣମାନେ ଗୋଟିଏ ତମ୍ବା ପାତ୍ରରେ ଗଙ୍ଗା ଜଳକୁ ଭରି କରି ରଖୁଛନ୍ତି, ତ ଏହାଦ୍ୱାରା ଆପଣଙ୍କର ପୂଜା ଘରର ଶୁଦ୍ଧତା ବନି ରହିଥାଏ ଏବଂ ଆପଣଙ୍କୁ ଆପଣଙ୍କର ପୂଜାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇଥାଏ। ନମ୍ବର 2, ଶଙ୍ଖ। ପୂଜା ଘରେ ଶଙ୍ଖ ରହିବା ଅତ୍ୟନ୍ତ ଉଚିତ ହୋଇଥାଏ। ଶଙ୍ଖ ରହିବା ଦ୍ୱାରା ଘରର ବାତାବରଣ ଶୁଦ୍ଧ ହୋଇଯାଇଥାଏ ଏବଂ ଶଙ୍ଖର ଧ୍ୱନି ସକାରାତ୍ମକ ଉର୍ଜାର ସଞ୍ଚାର କରିଥାଏ। ଏହାକୁ ଶୁଣିବା ମାତ୍ରେ ବ୍ୟକ୍ତିର ମନରୁ ସବୁ ପ୍ରକାରର ପାପ ଏବଂ ଦୋଷ ନଷ୍ଟ ହୋଇଯାଇଥାଏ ଏବଂ ବ୍ୟକ୍ତି ଉନ୍ନତି କରିଥାଏ। ଏଥିପାଇଁ ଘରେ ପ୍ରତିଦିନ ଶଙ୍ଖ ବଜାଇବା ଉଚିତ। ଏହାଦ୍ୱାରା ନକାରାତ୍ମକ ଉର୍ଜା ଗୁଡ଼ିକର ବିନାଶ ହୋଇଥାଏ। ନମ୍ବର 3, କଳସ। ଶାସ୍ତ୍ରରେ କଳସକୁ ପୂର୍ଣ୍ଣତାର ପ୍ରତୀକ ମନାଯାଇଥାଏ। ତାହା ସତ୍ୟନାରାୟଣଙ୍କର ପୂଜା ହେଉ, ଦୀପାବଳି ହେଉ, ନବରାତ୍ରିର ପୂଜା ହେଉ ବା କୌଣସି ପ୍ରକାରର ଉତ୍ସବ ହେଉ ଏବଂ ମାଙ୍ଗଳିକ କାର୍ଯ୍ୟ ହେଉ, କଳସର ସ୍ଥାପନ ବିନା ପୂଜା ଅଧୁରା ମନାଯାଇଥାଏ। ପୂଜାରେ କଳସକୁ ଦେବତାମାନଙ୍କର ଆବାହନ କରିବାକୁ ବ୍ୟବହାର କରାଯାଇଥାଏ। ଈଶ୍ୱରଙ୍କ ସାମ୍ନାରେ ତମ୍ବାର କଳସରେ ପାଣି ଭରି କରି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆମେ ପ୍ରତ୍ୟେକ ଦିନ ପୂଜା କରିବା ସମୟରେ ଭଗବାନଙ୍କର ସାମ୍ନାରେ ତମ୍ବାର କଳସରେ ପାଣି ଭରି କରି ରଖନ୍ତି, ତେବେ ଏହାର ଚମତ୍କାରୀ ପ୍ରଭାବ ଅବଶ୍ୟ ଦେଖିବା ପାଇଁ ମିଳିଥାଏ। ଏଥିପାଇଁ ମୁଖ୍ୟ ରୂପରେ ତମ୍ବା କଳସର ଉପଯୋଗ କରନ୍ତୁ। ଏହାଛଡ଼ା କୌଣସି ଶୁଭ ମୁହୂର୍ତ୍ତ କିମ୍ବା କୌଣସି ପର୍ବରେ ଆପଣ ଯେତେ ବି ପୂଜା କରୁଛନ୍ତି, ତ ଆପଣ କଳସର ଉପରେ କୁଙ୍କୁମରେ ସ୍ୱସ୍ତିକ ଚିହ୍ନ ବନେଇ ଦିଅନ୍ତୁ ଏବଂ କଳସରେ ଶୁଦ୍ଧ ପାଣି ଭରି କରି ସେଥିରେ ଅଳ୍ପ ଗଙ୍ଗା ଜଳ ମିଶାଇ ଦିଅନ୍ତୁ। ଏହାପରେ କଳସକୁ ଭଗବାନଙ୍କ ପାଖରେ ଡାହାଣ ପଟରେ ରଖନ୍ତୁ ଏବଂ ଭଗବାନଙ୍କର ପୂଜା କରିବା ସମୟରେ କଳସର ବି ପୂଜା କରନ୍ତୁ। ଏହାପରେ ପୁରା ମନରେ ଭଗବାନଙ୍କ ସହିତ କଳସକୁ ବି ନମସ୍କାର କରନ୍ତୁ। ସବୁ ପବିତ୍ର ନଦୀମାନଙ୍କୁ ଆବାହନ କରନ୍ତୁ। ପୂଜା ସରିବା ପରେ ଘରର ଚାରିଆଡ଼େ ଏହି ଜଳର ଛିଞ୍ଚନ କରନ୍ତୁ ଏବଂ ବଞ୍ଚିଥିବା ପାଣିକୁ ଆପଣ ତୁଳସୀ ଗଛର ମୂଳରେ ଢାଳି ଦିଅନ୍ତୁ। ଏହା କରିବା ଦ୍ୱାରା ଏହି ଅଭିମନ୍ତ୍ରିତ ଜଳରୁ ବାହାରୁଥିବା ସକାରାତ୍ମକ ଉର୍ଜା ଘରର ବାତାବରଣକୁ ପବିତ୍ର ବନେଇଥାଏ ଏବଂ ସମ୍ପୂର୍ଣ୍ଣ ଘରେ ଅଦ୍ଭୁତ ଶାନ୍ତିର ଅନୁଭବ ହୋଇଥାଏ। ପୂଜାରେ ଯଦି କୌଣସି ସାମଗ୍ରୀର ଯଦି କମ୍ ରହିଯାଏ, ତ କୌଣସି ଚିନ୍ତା କରିବାର ନାହିଁ ଏବଂ ମଝିରୁ ପୂଜାକୁ କେବେ ହେଲେ ବନ୍ଦ କରନ୍ତୁ ନାହିଁ। ଏମିତିରେ ଭଗବାନଙ୍କୁ ଚାଉଳ ଓ ଫୁଲ ଚଢ଼ାନ୍ତୁ ଏବଂ ମନରେ ସେହି ଜିନିଷର ଧ୍ୟାନ କରନ୍ତୁ। ପ୍ଲାଷ୍ଟିକ ବୋତଲ ବା ଏମିତି ଅପବିତ୍ର ଜିନିଷରେ ଗଙ୍ଗାଜଳ କେବେ ବି ରଖନ୍ତୁ ନାହିଁ। ଅପବିତ୍ର ଧାତୁ ଯେମିତି ଆଲୁମିନିୟମ ଏବଂ ଲୁହାରେ ବନିଥିବା ବସ୍ତୁ, ଗଙ୍ଗାଜଳ ତମ୍ବା ପାତ୍ରରେ ରଖିବା ବହୁତ ଶୁଭ ହୋଇଥାଏ। କେତକୀର ଫୁଲ ଶିବଲିଙ୍ଗରେ ଅର୍ପଣ କରନ୍ତୁ ନାହିଁ। କୌଣସି ବି ପୂଜାରେ ମନର ପୂର୍ତ୍ତି ପାଇବା ପାଇଁ ଦକ୍ଷିଣା ଅବଶ୍ୟ ଚଢ଼ାଇବା ଉଚିତ। ମହାଲକ୍ଷ୍ମୀଙ୍କୁ ବିଶେଷ ରୂପରେ ପଦ୍ମଫୁଲର ଅର୍ପଣ କରାଯାଇଥାଏ। ଏହି ଫୁଲକୁ 5 ଦିନ ପର୍ଯ୍ୟନ୍ତ ଜଳ ଛିଞ୍ଚି ପୁନର୍ବାର ଅର୍ପଣ କରାଯାଇପାରିବ। ସର୍ବଦା ଏହି କଥାର ଧ୍ୟାନ ରଖନ୍ତୁ କି କେବେ ବି
ଦୀପରୁ ଦୀପ ଜଳାନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଦୀପରୁ ଦୀପ ଜଳାଇଥାଏ ସେମାନେ ରୋଗୀ ହୋଇଥାନ୍ତି। ଘରର ମନ୍ଦିରରେ ସକାଳେ ଓ ସନ୍ଧ୍ୟା ସମୟରେ ଦୀପ ଅବଶ୍ୟ ଜଳାନ୍ତୁ। ଗୋଟିଏ ଘିଅର ଦୀପ ଏବଂ ଆଉ ଗୋଟିଏ ତେଲର ଦୀପ ଜଳାଇବା ଉଚିତ। ପୂଜାରେ ଦୀପକୁ ସଠିକ୍ ଜାଗାରେ ରଖିବା ବହୁତ ଆବଶ୍ୟକ ଅଟେ। ଘିଅର ଦୀପ ସର୍ବଦା ଡାହାଣ ପଟେ ଏବଂ ତେଲର ଦୀପ ସର୍ବଦା ବାମ ପଟେ ରଖନ୍ତୁ। ଜଳପାତ୍ର, ଧୂପଦାନୀ ଏମିତି ଜିନିଷ